ନିଜର କନ୍ୟା ପାଇଁ ଝିଅ ବାହାଘର ପାଇଁ ଯେତେବେଳେ ଉପଯୁକ୍ତ ପାତ୍ରଟିଏ ଖୋଜୁଛନ୍ତି ସେ ସମୟରେ ଏଇ କଥାର ନିହାତି ଭାବରେ ଧ୍ୟାନ ରଖିବେ। କ'ଣ ସେ କଥା ଗୁଡ଼ିକ ନା ଶାସ୍ତ୍ର କହିଛି ଅତି ପଣ୍ଡିତକୁ କେବେ ହେଲେ ଝିଅ ଦେବେନି, ଅତି ମୂର୍ଖକୁ ବି ଝିଅ ଦେବେନି, ଅତି ଧନୀକୁ ବି ଝିଅ ଦେବେନି, ଆଉ ଅତି ଗରିବକୁ ବି ଝିଅ ଦେବେନି। ଅତି ପଣ୍ଡିତକୁ ଯଦି ଝିଅ ଦେଇଛନ୍ତି ତାହେଲେ କଥାରେ କଥାରେ ଆପଣଙ୍କର ଝିଅକୁ ସବୁବେଳେ ଲଜ୍ଜିତ ହେବାକୁ ପଡ଼ିବ। ତେଣୁ ଅତି ପଣ୍ଡିତକୁ ଝିଅ ଦିଆଯାଏନି। ଠିକ୍ ସେହିପରି ମୂର୍ଖକୁ ବି ଦେବେନି, କାହିଁକିନା ମୂର୍ଖ ସେ କେତେବେଳେ କ'ଣ କରି ବସିବ ସେ ନିଜେ ବି ଜାଣିନି, ତେଣୁ ଆପଣଙ୍କର ଝିଅଟି ହଇରାଣ ହେବ। ଠିକ୍ ସେହିପରି ଅତି ଧନୀ ଘରେ ବନ୍ଧୁ ବାନ୍ଧିବେନି ବା ଅତି ଧନୀ ଘରେ ଝିଅ ଦେବେନି, ନହେଲେ ଆପଣଙ୍କୁ ହୀନସ୍ତା ହେବାକୁ ପଡ଼ିବ। ଆପଣଙ୍କର ଝିଅ ବି ହୀନସ୍ତା ହେବ, ଆପଣମାନେ ବି ହୀନସ୍ତା ହେବେ। ଠିକ୍ ସେହିପରି ଅତି ଗରିବକୁ ବି ଝିଅ ଦେବେନି। ତେଣୁ ସବୁବେଳେ ଚେଷ୍ଟା କରିବେ ନିଜ ସମାସ୍କନ୍ଧରେ ବନ୍ଧୁ ଯୋଡ଼ିବା ପାଇଁ, ଯେମିତି ଆପଣଙ୍କ ସମକକ୍ଷ ହେଇଥିବ ଆପଣଙ୍କର ବନ୍ଧୁ, ଏବଂ ଉପଯୁକ୍ତ ପାତ୍ରଟିଏ ଚୟନ କରିକି ଝିଅ ବାହାଘର କରିବେ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ଜୟ ଜଗନ୍ନାଥ।